ସାଙ୍ଗମାନେ ଆଜି ଚାଲନ୍ତୁ ବନେଇବା ବିନା ପିଆଜ ରସୁଣ ପୋଟଳ ଆଳୁ ମଲେଇ ତରକାରୀ। ତ ମଲେଇ ତରକାରୀ ବନେଇବା ପାଇଁ ନଡ଼ିଆକୁ କ'ଣ କରିଛି ପ୍ରଥମେ ଗରମ ପାଣିରେ ବତୁରେଇ ଦେଇଛି। ତାପରେ କଢ଼େଇରେ ତେଲ ନେଇକି ବଡ଼ ବଡ଼ ଆଳୁ ପୋଟଳ ଭାଜି ନେଇଛି। ଆଳୁ ପୋଟଳକୁ ଭାଜି ହେଇଗଲା ପରେ ତାପରେ କ'ଣ କରିଛି ଅଦା ଟମାଟୋ ଧନିଆ ଜିରା କସୁରୀ ମେଥି ତା ସହିତ ପାନମହୁରି ତାପରେ ଗୁଜୁରାତି ସବୁ ମିଶାଇକି ବାଟି ଦେଇଛି। ତାପରେ ପୋଟଳ ଆଳୁ ଭାଜି ହେଇଗଲା ପରେ ତେଜପତ୍ର ପକାଇ ମସଲା ଯେଉଁ ବାଟିଥିଲି ମସଲା ପକାଇ ଦେଇଛି। ମସଲାରେ ପକାଇ ସାରି ଟିକେ କଷି ହେଇଗଲା ପରେ ଟିକେ ହାଲକା ହିଙ୍ଗୁ ବି ପକାଇଦେବେ, କାହିଁକିନା ହିଙ୍ଗୁ ପକାଇଲେ ବିନା ପିଆଜ ରସୁଣ ତରକାରୀ ଭଲ ଲାଗିବ। ତାପରେ ଖଡ଼ଗପୁର ମସଲା ତାପରେ ହଳଦୀ ସ୍ୱାଦ ଅନୁସାରେ ଲୁଣ ଲଙ୍କା ଗୁଣ୍ଡ ଗରମ ମସଲା ଗୁଣ୍ଡ ଡାଲଚିନି ଗୁଣ୍ଡ ସବୁ ପକାଇ ମସଲାଟାକୁ କଷି ହେଇଗଲା ପରେ ପୋଟଳ ପକାଇ ଦେଇଛି। ଆଉ ହାଲକା ପାଣି ଦେଇକି ପୋଟଳକୁ କଷି ଦେଇଛି। ପୋଟଳ କଷି ହେଇଗଲା ପରେ ଯେଉଁ ମଲେଇ କରିଥିଲି ସେ ମଲେଇ ପାଣି ପକାଇ ଦେଇଛି। ମଲେଇ ପାଣିକୁ ବେଶୀ ଫୁଟାଇବେନି କାହିଁକିନା ପିତା ହେଇଯିବ। ଅଳ୍ପ ଫୁଟାଇ କସ୍ତୁରୀ ମେଥି ପକାଇ ତରକାରୀ